श्रीमद् भागवत कथार चैनल को सब्सक्राइब षष्ठम स्कंदर तृतीय अध्याय आज पढ़िबा। हैप्पी कार्तिक मास व्रत राजवाच आपणा दूत वाक्य शुणी कि बइले दंडपाणी जमराजार आज्ञा हत तेणु होइला विपरीत विष्णुदूतरे जमदूत जेणु होइले पराजित ଯାହାର ବଶ ସର୍ବଜନେ ଏଜେ ପବିତ୍ର ମରମନେ ଜମର ଦଣ୍ଡ ଭଗ୍ନ କଥା ପୂର୍ବରୁ ଶୁଣିଲା ନାହିଁ ତା ଏତ ସଂସାରେ ଅଦଭୁତ ଭମୁନି କହିବା ତଦନ୍ତ ତୁମ୍ଭର ତହୁଁ ଅନ୍ୟ କେହି ସଂଶୟ ଛେଦି ମୋର ନାହିଁ। ଶ୍ରୀ ଶୁକ ଉବାଚ ବିଷ୍ଣୁଦୂତରେ ଯମଦୂତ ଯେଣୁ ହୋଇଲେ ପରାଜିତ ଯମର ଛାମୁରେ ମିଳିଲେ ସକଳ ବାରତା କହିଲେ। ଯମଦୂତା ଉଚୁହୁ ସଂସାରରେ ଜନ୍ତୁ ଅଛନ୍ତି ଯେତେ ଏହାଙ୍କ ଶାସ୍ତି ଅବା କେତେ ତ୍ରିବିଧ କର୍ମ ଯେ କରନ୍ତି ସଂସାରେ ଫଳ ସେ ଲଭନ୍ତି ତେବେ ଅଖିଳ ଲୋକଙ୍କର ଦଣ୍ଡ କରନ୍ତି ଯେ ଅପାର କାହାର ମୃତ୍ୟୁ ଜାଣ ନାହିଁ ଅମୋକ୍ଷ ଅଛି ଅବା କାହିଁ କର୍ମର ବଶ ହୁଏ ଜନ୍ତୁ ଶାସ୍ତି ଲଭନ୍ତି କର୍ମ ହେତୁ ଯେଣୁ ଏ ଶାସ୍ତା ଏକ ଜଣ ତେଣୁ ଏ ଦୁଷ୍ଟ ଶାସ୍ତିମାନ ଏହି ଅଶେଷ ଜନ୍ତୁଙ୍କର ଆମ୍ଭେ ଯେ ଶାସ୍ତା ଦଣ୍ଡଧର ଈଶ୍ୱରମାନଙ୍କ ଈଶ୍ୱର ଶୁଭ ଅଶୁଭର ଠାକୁର ତୁମ୍ଭର ତାପ ଏବେ ନାହିଁ ପାପିଷ୍ଟ ଲୋକ ହିଁ ତ ରହି ଅଦ୍ଭୁତ ସିଦ୍ଧ ଚାରିଜଣ ତୁମ୍ଭଙ୍କୁ କଲେ ଅବଜ୍ଞାନ ତୁମ୍ଭ ଆଦେଶ ଘେନି ଶିରେ ଆମ୍ଭେ ଯେ ଆଣିଥିଲୁ ତାରେ ଯାତନା ଗୃହକୁ ଆଣନ୍ତେ ମୋଚନ କରିଣ ତୁରିତେ ପାଶକୁ ଛେଦିଲେ ପ୍ରତ୍ୟକ୍ଷେ ସେମାନେ ଗଲେ ଅନ୍ତରିକ୍ଷେ ତାହାଙ୍କୁ ଜାଣିବାର ପାଇଁ ଇଚ୍ଛା କରିଛୁ ଦଣ୍ଡ ସାଇଁ ଶୁଣିମା କ୍ଷମା ଯେବେ ଅଛି ଏକଥା କହ ପ୍ରଭୁ କିଛି ଯେ କ୍ଷଣେ ପାପୀ ଦୁଷ୍ଟଜନ ଉଚ୍ଚାରିଥିଲା ନାରାୟଣ ଭୟ ନ କର ବୋଇଲେ ତକ୍ଷଣେ ଆସି ସେ ମିଳିଲେ। ଶ୍ରୀ ଶୁକ ଉବାଚ ଦୂତଙ୍କ ବାକ୍ୟ ଶୁଣି ଯମ ଆନନ୍ଦେ ହରଷ ବଦନ ଶ୍ରୀକୃଷ୍ଣ ଅଭୟ ଚରଣ ତକ୍ଷଣେ କରି ସୁମରଣ ଅତ୍ୟନ୍ତ ପ୍ରୀତ ହୋଇ ମନେ ବଲଇ ଶୁଣ ଭୃତ୍ୟଜନେ ଯମ ଉବାଚ ମତହୁଁ ଅଛି ଶ୍ରେଷ୍ଠ ଶୁଣ ଜଗତ ଯାହାର ଭିଆଣ କାର୍ପାସୁ ଚେହ୍ନେ ବସ୍ତ୍ର ହୋଇ ବିଶ୍ୱତେମନ୍ତ ତାର ତହିଁ ଯାହାର ଅଂଶରୁ ଜଗତ ଜନ୍ମ ପାଳନ ପୁନର୍ହତ ଯାହାର ନାମ ତତ୍ତ୍ୱଗୁଣ ବନ୍ଦନ କରେ ପ୍ରାଣୀ ମନ କେଣିକି ଯାଇ ନପାରଇ ରଜୁରେ ଜେହ୍ନେ ଗୋରୁ ଥାଇ ନିୟମ ଡରେ ତାହାଙ୍କର ବନ୍ଧା ହୋଇଛି ଚରାଚର ନାନା କର୍ମରେ ବନ୍ଧା ହୋଇ ଜଗତ ତାହାକୁ ସେ ବଇ ମୁହିଁ ମହେନ୍ଦ୍ର ନଈ ଋତୁ।